ବାହାବଳପୁର ଗ୍ରାମରେ ସ୍ତ୍ରୀର ନିର୍ଯାତନା ସହି ନ ପାରି ଥାନା ଦ୍ୱାରସ୍ଥ ହେଲେ ସ୍ୱାମୀ। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ସ୍ତ୍ରୀର ନିର୍ଯାତନା ସହି ନ ପାରି ଥାନା ଦ୍ୱାରସ୍ଥ ହେଲେ ସ୍ୱାମୀ। ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ସ୍ତ୍ରୀର ନିର୍ଯାତନା ସହି ନ ପାରି ସ୍ଥାନୀୟ ବାସିନ୍ଦା ମଣିପ୍ରସାଦ ପଣ୍ଡା ସୁକିନ୍ଦା ଥାନା ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବା ଶନିବାର ରାତି 7:30 ସମୟରେ ଦେଖିବାକୁ ମିଳିଛି। ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ମଣିପ୍ରସାଦ ପଣ୍ଡା, ଘର କୋଉଠି, ବାହାବଳପୁର। କ'ଣ ଘଟଣା ଘଟୁଛି ତମେ ଥାନାକୁ ଆସିଛ ଆଜି? ଘଟଣା ମୋ ପରିବାର, ମୋ ସ୍ତ୍ରୀ ମୋତେ ମାନସିକ ନିର୍ଯାତନା ଦେଉଛି। ତାକୁ ଅପୋଜ କଲାରୁ ସିଏ ତା ବାପ ଭାଇ ତା ପାୱାର ଦେଖିକିରି ମୋତେ ଥରେ ଦୁଇଥର ବାଡ଼େଇଛି ଗାଁ ଭିତରେ। ଆଜି ବି ସେଇ ଅବସ୍ଥା କଲାରୁ ମୁଁ ଆଇନର ଦ୍ୱାରସ୍ଥ ହୋଇଛି। ଯଦି ଆଇନ ନ ବୁଝିବ ମୁଁ ସୁଇସାଇଡ଼୍ କରିବି।